ବୟସର ଅପରାହ୍ନରେ ପହଞ୍ଚିଥିବା ଜଣେ ମାଙ୍କ ଉପରେ ଆଧାରିତ ଏ କବିତା। କବିତାର ଶୀର୍ଷକ ଅଧାବାସ୍ନା ଭାଗ୍ୟଭୋଗ। ଅବକ୍ଷୟ ଜୀବନ ଉପତ୍ୟକାରେ ବସି ମାଟିଏ ଖୋଜୁଛି ସାତସିଆ କାନି ଗଣ୍ଠିରୁ ଆଶଂସିତ ସମ୍ପର୍କ। ବହଳ ବେଦନାର ବତୁରା ଅନ୍ଧାରରେ ରହି ସବୁ ପରାଜୟକୁ ଓଢ଼ଣା ତଳେ ରଖି କେମିତି ଗଢ଼ିଥିଲା ତା ସମ୍ପର୍କର କୋଣାର୍କ। ସେ କଙ୍କାଳରେ ମାଂସ ଲେପି ଜୀଇଁବା ଶିଖିଛି, ସେ କ୍ଷୀର ଦେଇ କ୍ଷୟକ୍ଷତିମାନଙ୍କୁ ପୋଷିବା ଶିଖିଛି। ହେଲେ ଆଜି ସେ ବ୍ୟଥିତ, ଆଜି ସେ ବିବ୍ରତ। ବିଶ୍ୱାସର ଗଣ୍ଠିଲରୁ କକ୍ଷଚ୍ୟୁତ ସମ୍ପର୍କ ଆଜି ଇତସ୍ତତ। ଜୀବନର ଗଣିତ ବହିରେ ରହିଗଲା ଅଛିଣ୍ଡା ସମୀକରଣ। ବିବସ୍ତ୍ର ହୋଇଛି ବକଟେ ବିଶ୍ୱାସ, ସେଦିନର ଦମ୍ଭ ଆଜି ପଡ଼ିଛି ମଳିନ। ତାର ନିରୀହ ନୀରବତାରୁ ଚେନା ଚେନା ସ୍ୱାର୍ଥକୁ ବାଣ୍ଟି ନେଇଗଲେ ପ୍ରତାରକ। ମୂକ ମୁହୂର୍ତ୍ତମାନଙ୍କୁ ଅଣ୍ଟାରେ ଖୋସି ଜଣାଉଛି ତା ଆହତ ସ୍ତବକ। ଆୟୁଷର ଚିରା ଚିତ୍ରୋତ୍ପଳରେ ଧକ୍ ଧକ୍ ହେଉଛି ପ୍ରଳୟ ପ୍ଲାବନର ସ୍ପନ୍ଦନ। ଆଘ୍ରାଣର ଅଗଣା ତୁଠରେ ଅଧାବାସ୍ନା ଭାଗ୍ୟଭୋଗ। ଶୁଣିବାକୁ କେହି ନାହିଁ ତା ଅଶ୍ରୁ ନିବେଦନ, ଶୁଣିବାକୁ କେହି ନାହିଁ ତା ଅଶ୍ରୁ ନିବେଦନ।